ଆଜି ମୁଁ ଆପଣଙ୍କୁ ଏମିତି ଗୋଟିଏ କଥା କହିବି ଯାହା ଶୁଣି ହୁଏତ ଆପଣଙ୍କୁ ଟିକେ ଅଜବ ଲାଗିବ। କିନ୍ତୁ ଯେତେବେଳେ ଆପଣ ଏହାକୁ ନିଜ ଜୀବନରେ ଦେଖିବେ ସେତେବେଳେ ବୁଝିପାରିବେ ଯେ ଏହା ହିଁ ସତରେ କାମ କରେ। ଆମେ ଅଧିକାଂଶ ଲୋକ ଭାବୁ ଯେ ଯିଏ ବେଶୀ କଥା କହେ ସେଇ ଲୋକ ସବୁଠାରୁ ବୁଦ୍ଧିମାନ, କିନ୍ତୁ ସତ କଥା ହେଲା ବହୁତ ସମୟରେ ଯିଏ ଠିକ୍ ସମୟରେ ଚୁପ୍ ରହିବା ଜାଣେ ସେଇ ଲୋକ ଅଧିକା ପ୍ରଭାବଶାଳୀ ହୋଇଥାଏ। ଏବେ ଆପଣ କହିବେ ଚୁପ୍ ରହିଲେ ଫାଇଦା କ'ଣ? ଚାଲନ୍ତୁ ଗୋଟିଏ ଛୋଟ ଉଦାହରଣ ନେବା। ଧରନ୍ତୁ ଆପଣ ଆପଣଙ୍କ ସାଙ୍ଗକୁ କିଛି କହୁଥିଲେ ଆପଣଙ୍କୁ। ସାଧାରଣତଃ ଆମେ ସାଙ୍ଗେ ସାଙ୍ଗେ ଉତ୍ତର ଦେଇଦେଉ। କିନ୍ତୁ ଯଦି ଆପଣ 3-4 ସେକେଣ୍ଡ ଶାନ୍ତ ରହି ତାଙ୍କ କଥାକୁ ଭାବନ୍ତି, ସେ ନିଜେ ପୁଣି କହିବାକୁ ଆରମ୍ଭ କରିବେ। କାହିଁକି? କାରଣ ମଣିଷର ମନ ଲମ୍ବା ନୀରବତାକୁ ସବୁବେଳେ ସହଜରେ ଗ୍ରହଣ କରିପାରେ ନାହିଁ। ଆମକୁ ଲାଗେ କିଛି ଅଧୁରା ରହିଗଲା। ସେହି କାରଣରୁ ଅନେକ ଲୋକ ନିଜେ ଆଉ ଅଧିକ କଥା କହିଦିଅନ୍ତି। ଏବଂ ଏହାର ଅର୍ଥ ଏହା ନୁହେଁ ଯେ ଆପଣ ଇଚ୍ଛା କରି ସବୁବେଳେ ଲୋକଙ୍କୁ ଅସୁବିଧାରେ ପକାଇବେ, ବରଂ ଏହାର ଅର୍ଥ ହେଉଛି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ତୁରନ୍ତ ଦେବା ଜରୁରୀ ନୁହେଁ। ଆଉ ଗୋଟେ ଉଦାହରଣ ଦେଖନ୍ତୁ। ଧରନ୍ତୁ ଆପଣ ଚାକିରିରେ ଇଣ୍ଟରଭ୍ୟୁ ଦେବାକୁ ଯାଇଛନ୍ତି। ଇଣ୍ଟରଭ୍ୟୁରେ ଗୋଟେ ପ୍ରଶ୍ନ ପଚରାଗଲା। ଆପଣ ଭାବିବାକୁ ସମୟ ନ ନେଇ ତୁରନ୍ତ କହିବା ଆରମ୍ଭ କଲେ। ଅନେକ ସମୟରେ ଏହି ତଡ଼ବଡ଼ିରେ ଆମେ ଭୁଲ କଥା ମଧ୍ୟ କହିଦେଇଥାଉ। କିନ୍ତୁ ଯଦି ଆପଣ ହସିକି କହନ୍ତି ଗୋଟେ ସେକେଣ୍ଡ ମୁଁ ଟିକେ ଭାବୁଛି, ତାପରେ ଉତ୍ତର ଦିଅନ୍ତି, ତାହେଲେ ଆପଣଙ୍କ ଉତ୍ତର ଅଧିକ ସ୍ପଷ୍ଟ ଓ ଆତ୍ମବିଶ୍ୱାସୀ ଶୁଣାଯିବ। ଗାଁର ଗୋଟିଏ କଥା ଅଛି, କମ୍ କଥା କହୁଥିବା ଲୋକ କଥାର ଦାମ ବେଶୀ ଥାଏ। ଏହାର କାରଣ ହେଉଛି ସେମାନେ କହିବା ପୂର୍ବରୁ ଭାବନ୍ତି। ଏବେ ଗୋଟିଏ କଥା ସ୍ପଷ୍ଟ କରିଦେଉଛି, ଚୁପ୍ ରହିବା ମାନେ ରାଗ କରିବା ନୁହେଁ, ଚୁପ୍ ରହିବା ମାନେ ଅନ୍ୟକୁ ଅପମାନ କରିବା ମଧ୍ୟ ନୁହେଁ। ଚୁପ୍ ରହିବାର ଅର୍ଥ ହେଉଛି ପରିସ୍ଥିତିକୁ ବୁଝିବା, ଭାବିବା ଏବଂ ତାପରେ କଥା କହିବା। ଆଜିକାଲି ସୋସିଆଲ ମିଡ଼ିଆରେ ମଧ୍ୟ ଦେଖନ୍ତୁ, କେହି କିଛି ଲେଖିଦେଲେ ଆମେ ସାଙ୍ଗେ ସାଙ୍ଗେ ରାଗରେ ଉତ୍ତର ଦେଇଦେଉ, ପରେ ଅନୁତାପ କରୁ। ଯଦି ସେହି ସମୟରେ 5 ମିନିଟ୍ ଚୁପ୍ ରହି ଭାବନ୍ତୁ, ହୁଏତ ସେହି ଝଗଡ଼ା ହୋଇନଥାନ୍ତା। ସେଥିପାଇଁ ମନେ ରଖନ୍ତୁ, ସବୁ ନୀରବତା ଦୁର୍ବଳତା ନୁହେଁ, ବହୁତ ସମୟରେ ଏହା ପରିପକ୍ୱତାର ଚିହ୍ନ ହୋଇଥାଏ। ଯଦି କେହି ଆପଣଙ୍କୁ ରଗେଇବାକୁ ଚେଷ୍ଟା କରୁଛନ୍ତି, ଆପଣ ସାଙ୍ଗେ ସାଙ୍ଗେ ପ୍ରତିକ୍ରିୟା ନ ଦେଇ ଶାନ୍ତ ରହିପାରିଲେ ଅନେକ ସମୟରେ ପରିସ୍ଥିତି ଆପେ ଆପେ ଶାନ୍ତ ହୋଇଯାଏ। ଆଉ ଗୋଟିଏ କଥା, ଭଲ ଶ୍ରୋତା ହେବା ଭଲ ବକ୍ତା ହେବା ଠାରୁ ମଧ୍ୟ ବହୁତ ଗୁଣରେ ଭଲ। ଯିଏ ଅନ୍ୟର କଥାକୁ ଧ୍ୟାନରେ ଶୁଣେ, ଲୋକମାନେ ସେହି ଲୋକଙ୍କୁ ଅଧିକ ବିଶ୍ୱାସ କରନ୍ତି। ତେଣୁ ପରବର୍ତ୍ତୀ ଥର ଯେତେବେଳେ କାହା ସହ କଥା ହେବେ, ସାଙ୍ଗେ ସାଙ୍ଗେ ଉତ୍ତର ଦେବା ବଦଳରେ ଟିକେ ଭାବନ୍ତୁ, ଚୁପ୍ ରୁହନ୍ତୁ, ଶିଖନ୍ତୁ, ବୁଝନ୍ତୁ, ତାପରେ କଥା କୁହନ୍ତୁ। ମନେ ରଖନ୍ତୁ, କଥା କହିବା ପୂର୍ବରୁ ଭାବିବା ବୁଦ୍ଧିମାନର କାମ। ଆଉ ଆବଶ୍ୟକ ସମୟରେ ଚୁପ୍ ରହିବା ମଧ୍ୟ ଗୋଟିଏ କଳା। ଏହି କଳା ଶିଖିଗଲେ ଆପଣ ଅନେକ ଅନାବଶ୍ୟକ ଝଗଡ଼ା, ଭୁଲ ବୁଝାବୁଝି ଏବଂ ତଡ଼ବଡ଼ିର ନିଷ୍ପତ୍ତିକୁ ନିଜକୁ ବଞ୍ଚାଇ ପାରିବେ। ଏବେ ଆସନ୍ତୁ ମୁଁ ଦ୍ୱିତୀୟ କଥାକୁ ନେଇକି ଯାଉଛି। ଆପଣଙ୍କୁ କେବେ ଲାଗିଛି କି ମୁଁ ଯାହା ନିଷ୍ପତ୍ତି ନେଉଛି ସେସବୁ ମୋ ନିଜରର? ଆମେ ଅଧିକାଂଶ ଲୋକ ଏଭଳି ଭାବୁ, କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଆମର ନିଷ୍ପତ୍ତିକୁ ଅନ୍ୟମାନେ ସୂକ୍ଷ୍ମ ଭାବରେ ପ୍ରଭାବିତ କରିଦିଅନ୍ତି। ଏହାକୁ ସହଜ ଭାଷାରେ କୁହାଯାଇପାରେ ପସନ୍ଦର ଭ୍ରମ। ମାନେ ଆପଣଙ୍କୁ ଲାଗେ ଯେ ଆପଣ ନିଜେ ବାଛୁଛନ୍ତି, କିନ୍ତୁ ବାଛିବା ପାଇଁ ଯେଉଁ ବିକଳ୍ପ ଦିଆଯାଇଛି ସେଗୁଡ଼ିକ ପୂର୍ବରୁ କେହି ତିଆରି କରିକି ଦେଇଛନ୍ତି। ଚାଲନ୍ତୁ ଗୋଟିଏ ସହଜ ଉଦାହରଣ ନେବା। ଉଦାହରଣ ସାହାଯ୍ୟରେ ଆମେ ବୁଝିବା। ଧରନ୍ତୁ ଆପଣ ଆପଣଙ୍କ ସାଙ୍ଗକୁ ପଚାରିଲେ, କାଲି ମୋ ସହ ବଜାରକୁ ଯିବୁ କି? ଏଠାରେ ତାଙ୍କ ପାଖରେ 2ଟି ଉତ୍ତର ଅଛି, ହଁ ମାରିପାରନ୍ତି କିମ୍ବା ନା। କିନ୍ତୁ ଯଦି ଆପଣ ପଚାରନ୍ତି, କାଲି ସକାଳେ ଯିବା ଭଲ ନା ସନ୍ଧ୍ୟାରେ ଯିବା ଭଲ? ଏବେ ତାଙ୍କ ମନ ଯିବି କି ନାହିଁ ଉପରେ ନୁହେଁ, ବରଂ କେଉଁ ସମୟ ଭଲ ଉପରେ ଭାବିବା ଆରମ୍ଭ କରିବେ। ଏଇଠାରେ ହିଁ ଏହି ମନୋବୈଜ୍ଞାନିକ ପ୍ରଭାବ କାମ କରେ। ଏହାକୁ କେବଳ ବ୍ୟବସାୟୀମାନେ ନୁହେଁ, ପ୍ରାୟ ସମସ୍ତେ କେବେ ନା କେବେ ବ୍ୟବହାର କରନ୍ତି। ଘରେ ମା ପିଲାକୁ କୁହନ୍ତି, ଆରେ ଭାତ ଖାଇବୁ ନା ରୁଟି? ପିଲାଟି ଖାଇବି ନାହିଁ ବୋଲି ଭାବିବା ବଦଳରେ କେଉଁଟା ପ୍ରଥମେ ଖାଇବ ସେହି କଥାକୁ ହିଁ ଭାବେ। ଏହା ଠକେଇ ନୁହେଁ, ଅନେକ ସମୟରେ ଏହା ଲୋକଙ୍କୁ ସହଜ ନିଷ୍ପତ୍ତି ନେବାରେ ମଧ୍ୟ ସାହାଯ୍ୟ କରିଥାଏ। କିନ୍ତୁ ସମସ୍ୟା ସେତେବେଳେ ହୁଏ ଯେତେବେଳେ କେହି ଏହାକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରେ। ତେଣୁ ଯେତେବେଳେ କେହି ଆପଣଙ୍କୁ କେବଳ 2ଟି ବିକଳ୍ପ ଦେଉଛନ୍ତି, ନିଜକୁ ଗୋଟିଏ ପ୍ରଶ୍ନ ପଚାରନ୍ତୁ, ଏହା ଛଡ଼ା କ'ଣ ମୋ ପାଖରେ ଆଉ କୌଣସି ବିକଳ୍ପ ଅଛି କି? ଏହା ଗୋଟିଏ ପ୍ରଶ୍ନ ଆପଣଙ୍କୁ ଅନେକ ଭୁଲ ନିଷ୍ପତ୍ତିରୁ ବଞ୍ଚାଇପାରେ। ଆଉ ଗୋଟିଏ କଥା ମନେ ରଖନ୍ତୁ, କେହି ଯଦି ଆପଣଙ୍କୁ ଏହିପରି ବିକଳ୍ପ ଦିଅନ୍ତି, ତାହାର ଅର୍ଥ ଏହା ନୁହେଁ ଯେ ଆପଣଙ୍କୁ ଖରାପ ଉଦ୍ଦେଶ୍ୟରେ ନିୟନ୍ତ୍ରଣ କରିବାକୁ କହୁଛନ୍ତି। କେବେ କେବେ ଏହା କଥାବାର୍ତ୍ତା ସହଜ କରିବାର ଉପାୟ ମଧ୍ୟ ହୋଇପାରେ। କିନ୍ତୁ ଜଣେ ସଚେତନ ଲୋକ ସବୁବେଳେ ଭାବେ, ମୋ ପାଖରେ ସତରେ କେଉଁ କେଉଁ ବିକଳ୍ପ ଅଛି। ଏହି ଅଭ୍ୟାସ ଆପଣଙ୍କୁ ନିଜ ନିଷ୍ପତ୍ତିକୁ ଅଧିକ ସ୍ୱାଧୀନ ଭାବରେ ନେବାରେ ସାହାଯ୍ୟ କରିବ। ମନେ ରଖନ୍ତୁ, ଯିଏ ନିଜେ ଭାବି ନିଷ୍ପତ୍ତି ନିଏ, ସେ ଅନ୍ୟର କଥାରେ ସହଜରେ ବହିଯାଏ ନାହିଁ। ସେଥିପାଇଁ କେହି ବିକଳ୍ପ ଦେଲେ ତଡ଼ବଡ଼ି କରନ୍ତୁ ନାହିଁ, ଟିକେ ଭାବନ୍ତୁ, ଦରକାର ହେଲେ ତୃତୀୟ ବିକଳ୍ପ ମଧ୍ୟ ଖୋଜନ୍ତୁ। ସେଇଟା ହିଁ ଜଣେ ବୁଦ୍ଧିମାନ ଲୋକର ପରିଚୟ। ଏବେ ମୁଁ ଆପଣଙ୍କୁ ଏମିତି ଗୋଟେ ମଣିଷର ସ୍ୱଭାବ ବିଷୟରେ କହିବି, ଯାହାକୁ ଆମେ ପ୍ରାୟତଃ ପ୍ରତିଦିନ ଦେଖୁଥାଉ, କିନ୍ତୁ କେବେ ଆମେ ଧ୍ୟାନ ଦେଉନାହୁଁ। କେବେ ଦେଖିଛନ୍ତି କି କେହି ଯଦି ଭୁଲ କଥା କହିଦିଏ, ତୁରନ୍ତ ଅନ୍ୟ ଜଣେ କହି ଉଠନ୍ତି, ଆରେ ନା ସେମିତି ନୁହଁ,
ସଠିକ୍ କଥାଟି ସାଙ୍ଗେ ସାଙ୍ଗେ କହିବାକୁ ଲାଗନ୍ତି। ଏମିତି କାହିଁକି ହୁଏ? ଏହାର ଗୋଟିଏ କାରଣ ହେଉଛି ଆମ ମନକୁ ଭଲ ଲାଗେ ଯେତେବେଳେ ଆମେ ନିଜକୁ ଜ୍ଞାନୀ କିମ୍ବା ସଠିକ୍ ବୋଲି ଅନୁଭବ କରୁ। ଯେତେବେଳେ ଆମେ କାହାର ଭୁଲ ସୁଧାରୁ ଆମ ମନରେ ଲାଗେ ଯେ ଆମେ କିଛି ଭଲ କଲୁ କାହା ପାଇଁ। ଏଥିରୁ ଆମକୁ ଆତ୍ମସନ୍ତୋଷ ମିଳେ। ଧରନ୍ତୁ ଗାଁର ଚା ଦୋକାନରେ 4 ଜଣ ବସିଛନ୍ତି। ଜଣେ କହିଲେ ଭୁବନେଶ୍ୱରରୁ ପୁରୀ 100 କିଲୋମିଟର। ସାଙ୍ଗେ ସାଙ୍ଗେ ଅନ୍ୟ ଜଣେ କହିବେ ଆରେ ନା ସେଇଟା ନୁହଁ। ତାପରେ ଯୋଉଟା ସତ ସେଇଟା କହିବାକୁ ସାଙ୍ଗେ ସାଙ୍ଗେ ଲାଗି ପଡ଼ିବେ। ସେ ହୁଏତ କାହାକୁ ଛୋଟ ଦେଖାଇବାକୁ ଚାହୁଁନଥାଏ, କିନ୍ତୁ ସଠିକ୍ ତଥ୍ୟ କହିବାର ଇଚ୍ଛା ତାଙ୍କୁ କହିବାକୁ ବାଧ୍ୟ କରିଦିଏ। ଆଉ ଗୋଟିଏ କାରଣ ହେଉଛି ଆମର ଅହଙ୍କାର। ଆମେ ଚାହୁଁ ଲୋକମାନେ ଆମକୁ ବୁଦ୍ଧିମାନ ଭାବନ୍ତୁ। ସେଥିପାଇଁ ଅନେକ ସମୟରେ ଆମେ ଅନ୍ୟର ଭୁଲ ଧରିବାକୁ ଚେଷ୍ଟା କରୁ। କିନ୍ତୁ ଏଠାରେ ଗୋଟିଏ କଥା ମନେ ରଖନ୍ତୁ, ସବୁବେଳେ ଭୁଲ ସୁଧାରିବା ଭଲ କଥା ନୁହେଁ। କେବେ କେବେ ଛୋଟ ଭୁଲକୁ ଛାଡ଼ିଦେବା ହିଁ ଭଲ। କାରଣ ସବୁ କଥାରେ ତର୍କ କଲେ ସମ୍ପର୍କ ଖରାପ ହୋଇପାରେ। ଧରନ୍ତୁ ଆପଣଙ୍କ ବାପା କିମ୍ବା ଜେଜେବାପା ଗୋଟିଏ ତଥ୍ୟ ଭୁଲ କହିଦେଲେ। ସେଠି ସାଙ୍ଗେ ସାଙ୍ଗେ କହିଦେବେ ଯଦି ଆପଣ ଭୁଲ କହିଲେ ହୁଏତ ତଥ୍ୟ ଠିକ୍ ହେଇଯିବ, ଆପଣଙ୍କ କଥାଟି ସତ ହେଇଯିବ। ସେମାନଙ୍କୁ ଖରାପ ଲାଗିପାରେ। ତେଣୁ ବୁଦ୍ଧିମାନ ଲୋକ କେବଳ ସଠିକ୍ କଥା କହନ୍ତି ନାହିଁ, କେବେ କେବେ ଏବଂ କେମିତି କହିବା ଦରକାର ତାକୁ ବି ମଧ୍ୟ ସଠିକ୍ ଭାବରେ ବୁଝନ୍ତି। ଆଜିକାଲି ସୋସିଆଲ ମିଡ଼ିଆରେ ଏମିତି କଥା ବେଶୀ ଦେଖାଯାଏ। କେହି ଗୋଟିଏ ପୋଷ୍ଟ ମନେକର କରିଦେଲେ ତଳେ ଶତାଧିକ ଲୋକ ଭୁଲ ଖୋଜିବାକୁ ଲାଗି ପଡ଼ନ୍ତି। କେହି ସାହାଯ୍ୟ କରିବା ପାଇଁ କହନ୍ତିନି, ଆଉ କେହି କେବଳ ନିଜକୁ ଜ୍ଞାନୀ ଦେଖାଇବା ପାଇଁ କହନ୍ତି। ତେବେ ଏଥିରୁ ଆମେ କ'ଣ ଶିଖିବା? ପ୍ରଥମ କଥା, କେହି ଆପଣଙ୍କୁ ଭୁଲ ସୁଧାରିଲେ ସାଙ୍ଗେ ସାଙ୍ଗେ ରାଗ କରନ୍ତୁ ନାହିଁ। ହୋଇପାରେ ସେ ସତରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି। ଦ୍ୱିତୀୟ କଥାଟି ହେଲା, ଆପଣ ଯଦି କାହାର ଭୁଲ ସୁଧାରିବେ ସମ୍ମାନର ସହିତ କରନ୍ତୁ। କଥା କହିବାର ଭଙ୍ଗୀ ବହୁତ ଜରୁରୀ। ତୃତୀୟ କଥା, ସବୁ କଥାରେ ନିଜକୁ ସଠିକ୍ ପ୍ରମାଣ କରିବା ଦରକାର ନାହିଁ। କେବେ କେବେ ଚୁପ୍ ରହିବା ଏବଂ ହସିଦେବା ମଧ୍ୟ ଜଣେ ବୁଦ୍ଧିମାନ ଲୋକଙ୍କର ପରିଚୟ। ଶେଷରେ ଗୋଟିଏ କଥା ମନେ ରଖନ୍ତୁ, ଜ୍ଞାନୀ ଲୋକ କେବଳ ସଠିକ୍ ଉତ୍ତର ଜାଣନ୍ତି ନୁହେଁ, ସେ ଏହା ମଧ୍ୟ ଜାଣନ୍ତି ସେ କେବେ କହିବା ଉଚିତ ଆଉ କେବେ ଚୁପ୍ ରହିବା ଉଚିତ। ତେଣୁ ପରବର୍ତ୍ତୀ ଥର ଯେତେବେଳେ କେହି ଭୁଲ କହିବେ, ପ୍ରଥମେ ଭାବନ୍ତୁ ମୁଁ ଏବେ କହିଲେ ସତରେ ଉପକାରୀ ହେବ କି ନା କେବଳ ନିଜକୁ ସଠିକ୍ ପ୍ରମାଣ କରିବାକୁ କହୁଛି। ତ ଆଜି ପାଇଁ ତ ଏତିକି। ପୁଣି ଦେଖାବ ଆଉ ଗୋଟେ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ପାଇଁ ଜୟ ହିନ୍ଦ, ବନ୍ଦେ ମାତରମ୍। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ସେୟାର କରନ୍ତୁ ସାଙ୍ଗମାନଙ୍କ ସହିତ ଏବଂ ଲାଇକ୍ କରି ଚ୍ୟାନେଲକୁ ଗୋଟିଏ ସବସ୍କ୍ରାଇବ୍ କରନ୍ତୁ।